ଭାରତ ପାକିସ୍ତାନ ଭିତରେ ଯୁଦ୍ଧ ଯେତେ ଘନ ହେଉଛି ଧୀରେ ଧୀରେ ପ୍ରଶାସନର ତତ୍ପରତା ମଧ୍ୟ ବୃଦ୍ଧି ପାଉଛି। ଆମେ ଅଛୁ ବର୍ତ୍ତମାନ ଗୋପାଳପୁର ଯୋଉ ଆର୍ଯ୍ୟପଲ୍ଲୀ ରହିଛି, ଏ ଆର୍ଯ୍ୟପଲ୍ଲୀ ମେରାଇନ ଥାନା ପକ୍ଷରୁ ସମୁଦ୍ରରେ 24 ଘଣ୍ଟିଆ ପହରା ଦିଆଯାଉଛି। ଆମ ସହିତ ଅଛନ୍ତି ଛତ୍ରପୁର ଏସଡିପିଓ। ଆସନ୍ତୁ ପଚାରି ବୁଝିବା କେମିତି ଲୋକମାନଙ୍କ ସୁରକ୍ଷା ପାଇଁ ଏବଂ ଯୋଉ ରହିଛି ବିଭିନ୍ନ ପ୍ରକାର ଯୋଉ ଆଇଆରଇଏଲ ହଉ କମ୍ପାନୀ କିମ୍ବା ଟାଟା କମ୍ପାନୀ ଏଗୁଡ଼ିକୁ ସୁରକ୍ଷା ଦେବା ପାଇଁ କୋଉପରି ଭାବରେ ସେ ଯୋଉ ପାଣି ଜଳପଥରେ ଯୋଉ ସୁରକ୍ଷା ଦଉଛନ୍ତି କଣ ରହିଛି ତାର ସ୍ଥିତି ଆସନ୍ତୁ ପଚାରି ବୁଝିବା। ସାର୍ କଣ କହିବେ ଏ ଯୋଉ ପ୍ରକାର ମେରାଇନ ଥାନା ତରଫରୁ ଯୋଉ 24 ଘଣ୍ଟିଆ ଆମର ଦିଆଯାଉଛି? ଆମର ଏସପି ସାର୍ଙ୍କ କଡ଼ା ନିର୍ଦ୍ଦେଶ ଅଛି ଯେ ଆର୍ଯ୍ୟପଲ୍ଲୀ ମେରାଇନ ଥାନା ତାଙ୍କର ଟେକ୍ନିକାଲ ଷ୍ଟାଫ୍ଙ୍କୁ ଧରି 24x7 ଆମର ପେଟ୍ରୋଲିଂ କରିବେ। ଆମର ଯେତିକି ଏରିଆ ଅଛି ପ୍ରୟାଗଠୁ ଆରମ୍ଭ କରି ହରିପୁର ପର୍ଯ୍ୟନ୍ତ ଆମେ ପେଟ୍ରୋଲିଂ କରୁଛୁ। ଏଠି ଇମ୍ପୋର୍ଟାଣ୍ଟ ଗୋଟେ ଭାଇଟାଲ ଇନଷ୍ଟାଲେସନ୍ ଅଛି ଗୋପାଳପୁର ପୋର୍ଟ, ତାହାର କେମିତି ସୁରକ୍ଷା ଆମେ ଦେଇପାରିବୁ। ଯଥା ଆମର ଏଠି ଲୋକାଲ ଯେଉଁ ଫିସରମ୍ୟାନ୍ ଅଛନ୍ତି, ଫିସରମ୍ୟାନ୍ କମ୍ୟୁନିଟିକୁ ଆମେ ସମସ୍ତେ ସଚେତନ କରୁଛୁ ଯେ କୌଣସି ପରିସ୍ଥିତିରେ ଆପଣ ଭୟଭୀତ ହେବେ ନାହିଁ। ଯଦି କୌଣସି ଅଚିହ୍ନା ଲୋକଙ୍କୁ ସେମାନେ ପାଇଲେ ସମୁଦ୍ର ଭିତରେ ସେ ସାଙ୍ଗେ ସାଙ୍ଗେ ଆମକୁ ଖବର ଦେବେ। ଖବର ଦେଲା ପରେ ଆମେ ତାର କାର୍ଯ୍ୟ ନେବୁ, ତା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବୁ। ସେଥିପାଇଁ ଆମେ ସଦାବେଳେ ମେରାଇନ ପୋଲିସ ଷ୍ଟେସନ ସଦାବେଳେ ସଜାଗ ଅଛି ଆଉ 24x7 ସେମାନେ ପେଟ୍ରୋଲିଂ କରୁଛନ୍ତି। ନିଶ୍ଚିତ ଭାବରେ ଯୋଉ ଭାବରେ ସାର୍ କହୁଥିଲେ କି ମେରାଇନ ପୋଲିସ 24x24 ଘଣ୍ଟା ସତର୍କ ରହିଛି। ଆମ ସହିତ ମେରାଇନ ଥାନା ଆଇଆଇସି ଅଛନ୍ତି, ଆସନ୍ତୁ ତାଙ୍କ ସହିତ ପଚାରି ବୁଝିବା କୋଉପରି ଭାବରେ ଲୋକଙ୍କୁ ସତର୍କ କରାଯାଉଛି। ଲୋକଙ୍କୁ କୋଉପରି ଭାବରେ ସତର୍କ କରାଯାଉଛି? ବର୍ତ୍ତମାନ ଯୁଦ୍ଧକାଳୀନ ପରିସ୍ଥିତି ଯୋଉ ଇଣ୍ଡୋ ପାକିସ୍ତାନ ଭିତରେ ଚାଲିଛି ତାକୁ ଲକ୍ଷ୍ୟ କରିକି ଆମେ ପେଟ୍ରୋଲିଂ 24 ଘଣ୍ଟା ଜାରି ରଖିଛୁ। କେବଳ ଦିନରେ ନୁହେଁ ରାତିରେ ପୁରା 24 ଆୱାର ମଧ୍ୟ 24 ଘଣ୍ଟା ଜାରି ରଖିଛୁ। ଟେକ୍ନିକାଲ ଷ୍ଟାଫ୍ ଆମ ଥାନା ଷ୍ଟାଫ୍ ଆଉ ଯେହେତୁ ଆମର କୋଷ୍ଟାଲ ଏରିଆର ଦାୟିତ୍ୱ ଆମର ତାକୁ କଡ଼ାକଡ଼ି ଭାବେ ପେଟ୍ରୋଲିଂ କରାହେଉଛି। ଯୋଉପରି ଭାବରେ ମ୍ୟାଡାମ କହୁଥିଲେ କି ଲୋକମାନଙ୍କୁ ସୁରକ୍ଷାକୁ ଆଖି ଦୃଷ୍ଟିରେ ରଖି 24 ଘଣ୍ଟା ପହରା ସମୁଦ୍ରରେ ଦିଆଯାଉଅଛି। ଛତ୍ରପୁର ଭଗବାନ ଦାସଙ୍କ ରିପୋର୍ଟ, କନକ ନ୍ୟୁଜ।